ମାନେ ସବୁ ଚିତ୍ର ଦେଇଦେଇଛି। ଏ କୋଣରେ ଇ କୋଣ ସହିତ କ'ଣ ସମାନ ଅଛି ଆଉ ଦେଇଦେଇଛି ଦେଖ CD ଦେଇଛି 8 ସେଣ୍ଟିମିଟର, BE ଦେଇଛି ସରି CE କେତେ ଦେଇଛି 10 ସେଣ୍ଟିମିଟର ଆଉ BE ଦେଇଛି କେତେ 2 ସେଣ୍ଟିମିଟର ଆଉ ଏ ର ପରିମାଣ 1 ସେଣ୍ଟିମିଟର ଆଉ AB ଦେଇଛି କେତେ 9 ସେଣ୍ଟିମିଟର। ସେ କହିଛି ଏ x ପରିମାଣ ବାହାର କରିବା ପାଇଁ। ଦେଖିଲା ପିଲାମାନେ କେମିତି ବାହାର କରିବା? তাহলে କ'ଣ କରିବା? ଏଇ ଯେଉଁ ଛୋଟ ତ୍ରିଭୁଜ ଆଉ ଟୋଟାଲ ବଡ଼ ତ୍ରିଭୁଜ ଦୁଇଟାକୁ ସଦୃଶ କରାଇବା। ପିଲାମାନେ ବୁଝିଛନ୍ତି ନା ନାହିଁ? ତାହେଲେ ଛୋଟ ତ୍ରିଭୁଜର ଏଇ କୋଣଟା ବଡ଼ ତ୍ରିଭୁଜର ଏ କୋଣ ସହିତ କ'ଣ ସମାନ ଥିଲା? ତାହେଲେ ଏଇ କୋଣଟା ଯେଉଁ ଦେଖୁଛ ଏଇଠି ଏଇ କୋଣଟା ବଡ଼ ତ୍ରିଭୁଜର ଏଇ କୋଣ ସହିତ ସମାନ ଥିଲା। ତାହେଲେ ଏଇ କୋଣ ସମ୍ମୁଖୀନ ବାହୁ କିଏ ସେ CD। ତାହେଲେ ଏଇ କୋଣର ସମ୍ମୁଖୀନ ବାହୁ ସରି ଏଇ କୋଣଟା କୋଉ କୋଣ ସହିତ ସମାନ ଥିଲା? ଏଇ କୋଣ ସହିତ। ତାହେଲେ ଏଇ କୋଣର ସମ୍ମୁଖୀନ ବାହୁ କିଏ ସେ ହେଲା BC। ପିଲାମାନେ ବୁଝିଛନ୍ତି ନା ନାହିଁ? ତାର ଇକ୍ୱାଲ ଟୁ ତାପରେ କ'ଣ କରିଦେବି ନା ଦେଖ ଆଉ ଯେଉଁ ଏଇ କୋଣଟା କ'ଣ ହେଲା ଏଇଟା ହେଲା କ'ଣ ସାଧାରଣ କୋଣ। ছোট ত্রিভুজর সি কোণ বড় ত্রিভুজ সি কোণ পরস্পর কোণ সাধারণ কোণ বা সমান নেবে। তাহলে এই ছোট ত্রিভুজ সম্মুখীন বাহু কোণ হয়ে না ডিই হয়ে। তারপরে সেমতি এই যে ই কোণটা সরি সি কোণটা বড় ত্রিভুজ কেউ বাহু সহিত কোণ হব কেউ বাহুর সম্মুখীন কোণ যা দেখিল না এ বি। তাহলে লিখিদেলি কোণ লিখিদেলি এ বি। ମୁଁ କ'ଣ କଲି ମୁଁ ଯେଉଁ ଏମିତି ଲେଖୁଛି ଅନୁପାତ ଭାବର କେମିତି ଲେଖୁଛି କହିଲେ ପିଲାମାନେ ନା ମୁଁ ପ୍ରଥମେ ଦେଖୁଛି କୋଉ କୋଣଟା କୋଉ କୋଣ ସହିତ ସର୍ବସମ ଅଛି। ତାହେଲେ ସର୍ବସମ କୋଣ ବାହାରି ସାରିଲା ପରେ ସର୍ବସମ କୋଣର ସମ୍ମୁଖୀନ ବାହୁ ଗୁଡ଼ା ସର୍ବସମ ସେଇଥିପାଇଁ ମୁଁ CD ବାଇ BC ଆଉ କ'ଣ D ବାଇ AB ଲେଖିପାରିଲି। ବୁଝିଛ ନା ନାହିଁ? ତାହେଲେ CD କେତେ ଦେଇଥିଲା 8 ସେଣ୍ଟିମିଟର, BC କେତେ ଦେଇଥିଲା BC କୋଉଠି BC ଦେଖିପାରୁଥିବ ସମସ୍ତେ 10 2 କେତେ 12 ସେଣ୍ଟିମିଟର। ପିଲାମାନେ ବୁଝିପାରୁଛ ନା ନାହିଁ? ତାପରେ କ'ଣ ଅଛି DE କେତେ ଦେଇଥିଲା 1 ସେଣ୍ଟିମିଟର, AB କେତେ ଦେଇଥିଲା ନା 9 ସେଣ୍ଟିମିଟର। ଦେଖ ପିଲାମାନେ ତାପରେ କ'ଣ କରିଦେବି ବଜ୍ରଣ କରିଦେବି। ତାହେଲେ 12x ଇକ୍ୱାଲ ଟୁ କେତେ 8 ନୂଆ କେତେ ହେଲା 72। ତାହେଲେ କ'ଣ ହେଇଯିବ ନା x ଇକ୍ୱାଲ ଟୁ କେତେ ହେଲା 72 ବାଇ କେତେ ହେଲା 12 ହେଲା 12 ଶୋକ 72। ତାହେଲେ x ର ପରିମାଣ କେତେ ହେଲା 6 ସେଣ୍ଟିମିଟର। ପିଲାମାନେ ଏଇ ଯେଉଁ ଅପସନ୍ ରହିଛି ଚାରୋଟି ଅପସନ୍ ମଧ୍ୟରୁ ବିକଳ୍ପ 1 ହେଲା କ'ଣ ସଠିକ ଉତ୍ତର। ପରବର୍ତ୍ତୀ ପ୍ରଶ୍ନ ସମସ୍ତେ ସ୍କ୍ରିନରେ ଦେଖିପାରୁଥିବ। ଭୂମି ସହ ଲମ୍ବ ଭାବରେ ଏକ ଗଛ କ'ଣ ହେଇଛି ପବନରେ ଭାଙ୍ଗି ଯିବାରୁ ଭୂମି ସହିତ ଏମିତି ଗୋଟେ ଗଛଟା ଥିଲା ମନେକର ଗଛର ଉଚ୍ଚତା ହେଲା AB ଭୂମି ସହିତ ଲମ୍ବ ଭାବରେ ଥିଲା ପବନ ହବାରୁ ଭାଙ୍ଗିଗଲା। କୋଉଠୁ ଭାଙ୍ଗିଗଲା ନା ମନେକର ଏଇଠୁ ଅଧାରୁ ଭାଙ୍ଗିଗଲା। ବୁଝିଲା ନା ଏଇଠୁ ଅଧାରେ ଭାଙ୍ଗିଗଲା ପରେ ସେ ଯାଇ କୋଉଠି ଲାଗିବ ଭୂମି ସହିତ ଲାଗିବ। ଆଉ ସେ ଯେଉଁ ଲାଗିଲା ଯେଉଁଠି ଭୂମି ସହିତ ବୁଝିଲା ନାହିଁ ସେଇ ଭୂମିଠାରୁ କେତେ ମିଟର ଦୂରରେ ଲାଗିଲା ନା 30 ମିଟର ଦୂରରେ ଯାଇକି ଲାଗିଲା ହେଲା। ବୁଝିଲା ନାହିଁ? ତାପରେ କହିଛି ଏଇ ଯେଉଁ ଗଛ ଭୂମିରେ ଲାଗି ସାରିବା ପରେ ସେ ଯେଉଁ ଗଛର ଅଗ୍ରଭାଗଟା ବା ଏ ପ୍ରାନ୍ତଟା ସେ ଭାଙ୍ଗିକି ଏଇଠି ସରିଲା ନା। ତେଣୁକରି ଏଇ ଯେଉଁ କୌଣିକ ଉନ୍ନତି ହେଲା ସେଠି ହେଲା କେତେ 30 ଡିଗ୍ରୀ। ପିଲାମାନେ ସେ ପଚାରିଛି ଗଛର ଉଚ୍ଚତା ନିର୍ଣ୍ଣୟ କର। ତାହେଲେ ଗଛର ଉଚ୍ଚତା କୋଉଟାକ ନା ଏଇ ଗୋଟା ଯେଉଁ ଦେଖୁଛ ତମେ ସମସ୍ତେ ମନେକର ଏ ଥିଲା ଏଇଟା ହେଲା କ'ଣ ହେଲା D ହେଲା DB ଆଉ କ'ଣ ଏଇଟା ଯେଉଁ ଭାଙ୍ଗିଛି କ'ଣ CD ଯେଉଁଟା ଅଛି ହେଲା ଏଇଟା ଏ ଦୁଇଟା ହେଲା କ'ଣ ଗଛର ଉଚ୍ଚତା ଟୋଟାଲ। ତାହେଲେ ବର୍ତ୍ତମାନ ଏଇଠୁ ତ କ'ଣ ଅଛି ଆମକୁ ତ ଜଣା ନାହିଁ। ବର୍ତ୍ତମାନ କେମିତି ବାହାର କରିବା ଦେଖ ଏଇଟା ଦେଇଛି 30 ସେଣ୍ଟିମିଟର ଏଇଟା କେତେ ଦେଇଛି 30 ସେଣ୍ଟିମିଟର এইটা তো আমাকে জনা নেই। তাহলে এই পরিমাণ সে পচারছি কোণ গছর অগ্রভাগ ভূমি মধ্যে 30 ডিগ্রি কোণ উৎপন্ন হয়েছে সম্পূর্ণ গছটির উচ্চতা নির্ণয় কর। তাহলে সম্পূর্ণ গছর উচ্চতা বাহার করা কইছি। দেখ মু কইଥିଲି যেতବେଳେ ଗୋଟେ ସମକୋଣୀ ତ୍ରିଭୁଜ ହେଇଥିବ ଯେକୌଣସି ଗୋଟିଏ କୋଣର ପରିମାଣ ବା ଥିଟା କୋଣର ପରିମାଣ ଦର୍ଶାଇଥିବ ଗୋଟିଏ ବାହୁର ଦୈର୍ଘ୍ୟ ଦର୍ଶାଇଥିବ ଆଉ ଗୋଟେ ବାହୁର ଦୈର୍ଘ୍ୟ ପଚାରିଥିବ ତାହେଲେ ସେତେବେଳେ କେମିତି ବାହାର କରିବ ନା ତ୍ରିକୋଣମିତିକ ଅନୁପାତ ରେସିଓ ବାହାର କରି। ଦେଖ ବର୍ତ୍ତମାନ ଦେଖ ଏଇ ଯୋଉ D ଆଉ B ଆଉ କ'ଣ B ଆଉ C ଏଇଟା କ'ଣ କହନ୍ତି ଏଇଟା B କହନ୍ତି ଏଇଟା P କହନ୍ତି। P B କୁ ନେଇ କୋଉ ତ୍ରିକୋଣମିତିକ ଅନୁପାତ ଅଛି ନା tan ଥିଟା। ତାହେଲେ ଥିଟା ଜାଗାରେ 30 ଅଛି tan ଥିଟା ଇକ୍ୱାଲ ଟୁ କ'ଣ ନା P ବାଇ B B ଜାଗାରେ କେତେ ପକେଇବି ନା 30 ବାଇ tan ଥିଟାର ଭ୍ୟାଲୁ କେତେ ନା 1/√3 ଇକ୍ୱାଲ ଟୁ P ବାଇ 30। ତାହେଲେ P ଇକ୍ୱାଲ ଟୁ କେତେ ହେଇଯିବ ନା 30/√3। ତାର √3 କୁ √3 ଉପରେ କ'ଣ କରି ଅପରିମେୟ ଥିଲା ପରିମେୟ କରିଲି। ତାହେଲେ କେତେ 30√3 3 3 ଏଇଟା √3 3 ହେବ 3 କଲେ କେତେ 10 10√3 এইটা কেতে গেলা 10√3। তাহলে কোণ BD পাইগলি কেতে পাইগলি BD পাইগলি মু পাইগলি কেতে 10√3। তারপর পচারଥିଲା কোণ না গছর তো সম্পূর্ণ উচ্চতা পচারଥିଲା তাহলে সম্পূর্ণ উচ্চতা কোটা AB। তাহলে বর্তমানে এই গোটা বাহার করি কোণটা বাহার করি CD সে দেখল এটা হল BC ଦେଇଛି ଆଉ CD। তাহলে BC ହେଲା ভূমি এটা ହେଲା উচ্চতা ভূমি উচ্চতাକୁ ନେଇକି କୋଉ ତ୍ରିକୋଣମିତିକ ଅନୁପାତ ନା cos। তাহলে cos କେତେ ବାହାର କରି 30 ବାହାର କରି cos 30 ଇକ୍ୱାଲ ଟୁ କେତେ ଲେଖିଦେବି ନା 30 ବାଇ କେତେ ଲେଖିଦେବି h ଲେଖିଦେବି। ତାହେଲେ 30 ର ଭ୍ୟାଲୁ କେତେ ନା √3/2 ବୁଝିଲା ନାହିଁ। ତାପରେ 30 ବାଇ କେତେ h ହେଲା ପିଲାମାନେ ଦେଖ h √3 ଇକ୍ୱାଲ ଟୁ କେତେ 30 × 60 ତାହେଲେ h ଇକ୍ୱାଲ ଟୁ କେତେ ହେଲା 60/√3। তাহলে তলে গোটে √3 উপরে গোটে √3 মল্টিপ্লাই করদেলি তাহলে 20√3 হয়ে যাবে কাটিদেলে হ্যাঁ 20√3 এটা 10√3 কেতে গেলা 30√3। তাহলে এবি র পরিমাণ কেতে গেলা না 30√3। পিলানে বুঝি পারল নাই টোটাল গছর উচ্চতা কেতে গেলা 30√3। এই যে চারটা বিকল্প মধ্যে সঠিক বিকল্প কোটি আছে দেখিলা পিলানে